हाय पिलाମାନେ ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ମିଶନ ଶକ୍ତି ରଚନା। ମିଶନ ଶକ୍ତି ହେଉଛି ମହିଳାମାନଙ୍କର ଶକ୍ତି। ମିଶନ ଶକ୍ତି ଜରିଆରେ ମହିଳାମାନେ ଉଦ୍ୟୋଗୀ ହୋଇ ନିଜେ ନିଜକୁ ସ୍ୱାବଲମ୍ବୀ କରିପାରୁଛନ୍ତି। ନିଜେ ନିଜର ବ୍ୟବସାୟ ଆରମ୍ଭ କରି ସ୍ୱୟଂ ସହାୟକ ହୋଇପାରିଛନ୍ତି। ମିଶନ ଶକ୍ତି ଆଜି କେବଳ ଓଡ଼ିଶା ନୁହେଁ, ସାରା ଦେଶ ବିଦେଶରେ ମହିଳା ସଶକ୍ତିକରଣରେ ସୃଷ୍ଟି କରିଛି ଏକ ନୂଆ କୀର୍ତ୍ତିମାନ। ରାଜ୍ୟ ସରକାରଙ୍କ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ମହିଳାମାନେ ସାମିଲ ହେଉଛନ୍ତି। ବିଭାଗୀୟ ସହଭାଗିତା କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଛି ବିପୁଳ ସୁଯୋଗ, ଯାହାର ସଠିକ୍ ଲାଭ ପାଇପାରୁଛନ୍ତି ମିଶନ ଶକ୍ତିର ମହିଳାମାନେ। 6 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର 70 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ମହିଳାଙ୍କୁ ମିଳିଛି ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ଓ ଆର୍ଥିକ ସ୍ୱାଧୀନତା। ରାଜ୍ୟ ସରକାର ମହିଳାମାନଙ୍କୁ ରକ୍ଷା କରିବା ଓ ସେମାନଙ୍କୁ ସବୁ ଦିଗରୁ ସାହାଯ୍ୟ ସହଯୋଗ କରିବା ପାଇଁ ମିଶନ ଶକ୍ତି ଯୋଜନା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ହେଉଛି ମହିଳାମାନଙ୍କୁ ଏକତ୍ରିତ କରିବା, ମହିଳାମାନଙ୍କୁ ଆଗକୁ ବଢ଼ିବା ବା ଆଗକୁ ନେବାର ଏହା ହେଉଛି ଏକ ମାଧ୍ୟମ। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସରକାରଙ୍କଠୁ ବିନା ସୁଧରେ ଋଣ ନେଇ ବିଭିନ୍ନ ରୋଜଗାର ଭିତ୍ତିକ କାମ ହାତକୁ ନେଇ ଏହିସବୁ ଋଣ ପରିଶୋଧ କରନ୍ତି। ଆଜିର ମହିଳାମାନେ ଘର କୋଣରେ ସୀମିତ ନାହାନ୍ତି। ମିଶନ ଶକ୍ତି ଜରିଆରେ ଆଗକୁ ବଢ଼ୁଛନ୍ତି ମହିଳାମାନେ। କୌଣସି ପରିବାର, ସମାଜ, ରାଜ୍ୟ ଅଥବା ରାଷ୍ଟ୍ର ମହିଳାମାନଙ୍କ ସଶକ୍ତିକରଣ ବିନା କେବେ ବି ଅଗ୍ରଗତି ହାସଲ କରିପାରିବେ ନାହିଁ।